ସକାଳୁ ସକାଳୁ ଆମେ 3 ଜଣ ଆସି ଯାଇଛୁ ଓଲ୍ଡ ଟାଉନକୁ। ସୋମବାର ଥିଲା ବୋଲି ଭିଡ଼ ବି ବହୁତ ଥିଲା। ଏପଟେ ସାଧାରଣ ଭକ୍ତମାନେ ଲାଇନରେ ଲାଗିଥିଲେ, ଆଉ ସେପଟେ ବୋଲବମ୍ ଭକ୍ତମାନେ ଲିଙ୍ଗରାଜ ବାବାଙ୍କ ଉପରେ ପାଣି ଢାଳିବା ପାଇଁ ଲାଇନରେ ଲାଗିଥିଲେ। ଆମେ ବାହାରେ ଦୀପ ଜାଳି ଦେଇ ଆଉ ମନ୍ଦିର ସାମ୍ନାରେ ଫଟୋ ଉଠେଇ ଫେରି ଆସୁଛୁ। ଏବେ ମାଉସୀ ଜଣକ କ'ଣ କହୁଛନ୍ତି ଟିକେ ଶୁଣନ୍ତୁ। କାହିଁକି ଯେ ପୁରୁଣା ହେଇଗଲା ଦୁନିଆ, ଆଉ ଦୁନିଆରେ ସୁଖ ଶାନ୍ତି ନାହିଁ। ଭଗବାନ ଆସି ସ୍ୱର୍ଗ ସ୍ଥାପନା କରୁଛନ୍ତି ହେଲା। ଅଧିକା କଣ୍ଟାକ୍ଟ ପାଇଁ ଫୋନ୍ ନମ୍ବର ଅଛି, ଫୋନ୍ ଦ୍ୱାରା ବୁଝିବେ। ସନାତନ ଧର୍ମ ପୁନର୍ବାର ସ୍ଥାପନା ହେଉଛି, ସେଥିପାଇଁ ଈଶ୍ୱରୀୟ ସନ୍ଦେଶ ଆମକୁ ଦିଆଗଲା। ଆମେ ଯାଇକି ଘରେ ପଢ଼ିବା ସେଇଟା। ମନ୍ଦିର ପାଖରେ ଖାଇବା ପିଇବାର ବ୍ୟବସ୍ଥା ବି ହେଇଥିଲା। କେବଳ ବୋଲବମ୍ ଭକ୍ତମାନଙ୍କ ପାଇଁ କି ନୁହଁ, ସମସ୍ତଙ୍କ ପାଇଁ ହେଇଥିଲା। ମୁଁ ଏଇଠି ପୁରୀ ଆଉ ଆଳୁ ତରକାରୀ ଆଣିଛି। ଆମେ 3 ଜଣ ମିଶିକି ଖାଇଲୁ, ବହୁତ ଟେଷ୍ଟି ହେଇଥିଲା। ପିଇବାକୁ ଲେମନେଡ଼ ବି ଦେଉଥିଲେ, ଆଉ ଚା ବି ଥିଲା ସାଙ୍ଗରେ। ଆମେ 3 ଜଣ କିନ୍ତୁ ଲେମନେଡ଼ ଗୋଟେ ଗୋଟେ ନେଇ ଆସିଲୁ। ଖାଇସାରି ଏଇଠି ମୁଁ ଟିକେ ପିଇ ଦେଉଛି। ତାପରେ ଆମେ ବାହାରି ପଡ଼ିଲୁ କେଦାରଗୌରୀ ମନ୍ଦିରକୁ। ଦେଖନ୍ତୁ ଭକ୍ତମାନେ କେମିତି ଗରାରେ ଉଠେଇକି ଆଣିଛନ୍ତି ପାଣି କେଦାର ବାବାଙ୍କ ଉପରେ ଢାଳିବା ପାଇଁ। ଏବେ ଆମେ ମୁକ୍ତେଶ୍ୱର ମନ୍ଦିର ଯାଉଛୁ। ମଝିରେ ମନ୍ଦିର ଆଉ ଚାରି ପାଖରେ ପାର୍କ, କେତେ ସୁନ୍ଦର ଦେଖାଯାଉଛି। ଆଗରୁ ଡାଡି ଆମ 2 ଭଉଣୀକୁ ମୁକ୍ତେଶ୍ୱର ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲ ଦେଖାଇବାକୁ ଆଣନ୍ତି, ଆଉ ଆମେ କେତେ ଖୁସିରେ ଓଡ଼ିଶୀ ଡ୍ୟାନ୍ସ ଆସିକି ଦେଖୁ। ଦେଖନ୍ତୁ ମୁଁ ଭିଡ଼ିଓ କଲାବେଳେ ଏ 2 ଜଣ କେମିତି ମୋତେ ଚିଡ଼ଉଛନ୍ତି। ମୁଣ୍ଡରେ ଖାଲି ଠେକୁଆ କରିଦେଉଛି। ଭାଇ ଠେକୁଆ କ'ଣ କରୁଛି? ଏଇଠି ମୁଁ ମନ୍ଦିର ବୁଲୁଛି। ମନ୍ଦିରରେ କେତେ ସୁନ୍ଦର କାରୁକାର୍ଯ୍ୟ ହେଇଛି। ଇଏ ହେଉଛି ମରିଚି କୁଣ୍ଡ। ଲିଙ୍ଗରାଜ ବାବାଙ୍କ ରୁକୁଣା ରଥ ଯାତ୍ରା ବେଳେ ରଥ ପ୍ରତିଷ୍ଠା ପାଇଁ ଏଇ କୁଣ୍ଡରୁ ପାଣି ଯାଏ। ତାପରେ ଏ ପାଣି ନିଲାମ କରାଯାଏ। ଯେଉଁ ସ୍ତ୍ରୀ ଲୋକମାନେ ନିଃସନ୍ତାନ ଥାଆନ୍ତି ଏହି ପାଣି ନେଇ ପିଇଲେ ଏବଂ ଏଥିରେ ଗାଧୋଇଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୁଏ। ଶାନ୍ତି ବଢ଼ିଆ ଲାଗୁଛି ମୋତେ। ଆସ 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 ବୁଲିବା ଆସ। ବୁଲାବୁଲି ସାରି ଫଟୋ ଉଠେଇ ମନ ଖୁସି କରି ଏବେ ଘରକୁ ଚାଲି